ଆଜି ଶୁଣିବା ଉପନ୍ୟାସ ହରିଜନ ଭାଗ 11। ଉପନ୍ୟାସିକ ଗୋପୀନାଥ ମହାନ୍ତି। ସେହିଦିନୁ ଅଘୋର ବାବୁଙ୍କ ସଙ୍ଗେ ମୁହାଁମୁହିଁ ପରିଚୟ। କାମ କରି କଲେ ଲୋକଙ୍କ ସଙ୍ଗେ ଭେଟାଭେଟି ହୁଏ। ମୁହଁ ସାଲୁବାଲୁ ଦୁନିଆ ଭିତରେ ଗୋଟାଏ ମୁହଁ ସେ ଅଘୋର ବାବୁ। ସନିଆ ମଇଳା ଗାଡ଼ିରେ ଚଢ଼େଇ ଅଡ଼େଇ ନେଇ ଯାଇଥିଲା। ଗହଳି ମଝିରେ ବି କୁହାଟ ମାରି ଡାକେ। ଅଧିକାର ପ୍ରଚାର କରେ। ମିସ୍ତ୍ରୀ ଦେହ ଖସା ଦେଇ ପାନ ଚୋବାଇ ଅନାଏ। ଶୋକ ଦେଖି ପିଠି ଥାପୁଡ଼ାଏ। ଏଣିକି ତେଣିକି ନିଘା କରି ଧୀରେ ଧୀରେ ଡାକେ। ଅଘୋର ବାବୁ ବି ସବୁଦିନେ ଦେଖା ପଡ଼ନ୍ତି। ଖାଲି ଟହଲୁଥିବେ, ଦାନ୍ତ ଘଷୁଥିବେ। କୌଣସି ଛଟକରେ ଦେଖାହେବ ହିଁ ହେବ। ଆପଣାର ପରି ଘର କଥା ପକେଇ ଦିପଦ କଥାଭାଷା। ଅଠାଳିଆ ସହାନୁଭୂତିରେ ରହି ରହିକା ଅଟକିଲୁ ପରି। ଜବାବ ଖୋଜି କଥା କୁହାଇବେ, ହସାହସି ହେବେ। କଥାର ଶିଳ୍ପ ପୁନି ବୁଝେ ନାହିଁ। ବୁଝେ ତାଙ୍କର ଚାହାଣିକୁ। ସେ ଦେହଯାକ ଚରି ବୁଲେ, ଦେହ ଶିରଶିରେଇ ଉଠେ। ଚାହାଣି ନୁହେଁ ତ ମଣିଷର ସ୍ପର୍ଶ ଟଳଟଳ କରିଦିଏ। ନଈ ପଡ଼ି ଖରକିଲା ବେଳେ, ପାଣି ଢାଳିଲା ବେଳେ ନିଜର ଦେହ ନିଜକୁ ମାଡ଼ି ପଡ଼େ। ପିନ୍ଧା ଲୁଗାର କାନି ବାରମ୍ବାର ଭିଡ଼ି ହୁଏ। କଣେଇ କଣେଇ ଅନାଏ। ସେମିତି ଦୂରରେ ଠିଆ ହୋଇ ଚାହିଁ ରହି କଥା କହିବାକୁ ଓର ଉଣ୍ଡୁଛନ୍ତି ସେ। ଟାଣି ଓତାଡ଼ି ତରତର ହୋଇ କାମ କରି ମଝିରେ ମଠେଇ ହୋଇଯାଏ। ସେଇ ଚାହାଣିର ଦାଉରେ। ଆଇଲା ଆଇଲା। ନା କ'ଣ କହୁଥିଲୁ? ପୁନି। ନାଁଟା ଭୁଲି ଯାଇଚି। ପୁନି କି ମାନି? ଆଚ୍ଛା କ'ଣ କହୁଥିଲୁ? ସକାଳୁ କ'ଣ ଖାଇଛୁ? ମୁଢ଼ିଚା ବୋଧହୁଏ। କାହିଁ ଏମିତି ନୁଖୁରା ମୁଣ୍ଡ କରିଛୁ? ତେଲ ନଥିବ। ଗଲାବେଳେ ତେଲ ଟିକିଏ ମାଗି ନେବୁ। ତୋର କ'ଣ ବାପା ନାହିଁ? କ'ଣ ଛାଡ଼ି ଦେଇ ପଳେଇଛି? ଘରେ କେଇ ଜଣ? କେମିତି ଚଳ? ଭାରି କଷ୍ଟ ହେଉଥିବ ତ? କେବେ କହେ ମାନମୟୀକୁ ଦେଖି, ଇଲୋ ମାନି, ତୋର ଡବଲ ଆସିଲାଣି। ତତେ ଖୋଜିଛି, ଦେଖିବୁ ଆ। ପେଲାଳିଆ ଗେହ୍ଲାଳିଆ କଥା। କ'ଣ ତା'ର ଜବାବ? ଦେହମୋଡ଼ା ଆଉ ହସ ହସ। ମୁହଁକୁ ତଳକୁ ପୋତି ଥଙ୍ଗେଇ ଥଙ୍ଗେଇ ପଦେ ଦିପଦ। କାମ ସାରି ବାହାରି ଆସେ। ଦୂରରୁ ଦିଶେ ଛାତ ଉପରେ ସେ ଟହଲୁଛନ୍ତି। ତଳକୁ ଚାହିଁଛନ୍ତି। ଅସନା ଅନ୍ଧାରି କଳି ବାଟେ ମାଛି ବଣ ବଣ ଟୋକୀ ପିଠିରେ ଚାକି ମୁଣ୍ଡ ପୋତି ଦେଇ ବାଟ ଚାଲିଲା ବେଳେ ମନ ଭିତରେ ସେଇ ଛାଇଟା ମିଣ୍ଟେଇ ଆସେ। ହଂସ ପରି ପୁନି ପକ୍ଷୀ ଛାଡ଼ିଦିଏ। ବିଜୁଳି ତା'ର ଟେକା ବାଜିଲା ପରି ମନ ଭିତରେ ଝଣଝଣାଇ ଉଠେ। ତା'ର ଅସନା କାମର ସବୁ ଉପକରଣ ଆଡ଼େଇ ହୋଇଯାଏ କୁଆଡ଼େ। ସେଦିନ ଟଭା ଥଟ୍ଟା କଲା। ସତ କହିଲୁ, ସେ ଘରେ ତୋର ଖାଲି ଡେରି ହୁଏ। ବାହାରୁ ବାହାରୁ ଯୁଗ ପାଏ ନାଇଁଲୋ? ମଲା, ଏତେ ହସୁଛୁ କାହିଁକି ମ? ତୁ ଗଲେ ତୋର ବି ଡେରି ହୁଅନ୍ତା। ମିଛ ବୁଝୁଛୁ? ରଙ୍ଗକୁ ପଚାରୁନାହୁଁ? ସେଥର ଯାଇଥିଲା ପାଣି ମନ୍ଦାଏ ଦବାକୁ ଯୋଉ ଡେରି। ମୋ ରାଣଟି ସପ୍ତକ ବାବୁ କ'ଣ କହୁଥିଲା? ପାଣି ମାଗିଲି। କହିଲି ଝିଅଟି କର। ହଁ ଲୋ, ଆଉ କାହାକୁ ଭୁଲେଇବୁ ସେମିତି? ଲୋକ ନାହାନ୍ତି ବାବୁକୁ ପାଣି ମାଗୁଥିଲୁ? ପାଣି ନଇଲେ ପଚାରିବୁ, ବାବୁ ସାଙ୍ଗେ ଆମର କିବା କାମ? ରଙ୍ଗ କହିଲା, ଜମା କଥା କହୁନାହିଁ। ସେଦିନ ତ ଥିଲା, ଆମ ପାଇଁ କେତେ ଲଢ଼ିଲା। ଦେଖି ଦେଖି ମୁଁ କହିଲି ତୋଟାକୁ ଯିବୁ। ରଙ୍ଗ ହସିଲା। କହିଲା, ଆଜି କ'ଣ ପଚାରୁଥିଲା? କହିଲା, ଏଡ଼େ ବଡ଼ ପ୍ରଦର୍ଶନୀ ଆସିଛି, ହାଟ ବଜାର ବସିଛି। ଏତେ କଥା ଶିଖିବାକୁ ଅଛି ସେଠି। ତୁମେ ସବୁ କାହିଁକି ଯାଉନ? ଦେଖ ତ। ରଙ୍ଗ ଟଭା ହସାହସି ହେଲେ। କେତେବେଳକୁ? କେତେବେଳେ ଗଲେ ଭଲ ହବ? ମୁଁ କି ଜାଣେ? ନାଇଁ, ତୁ କିଛି ଜାଣିନୁ। ଛୋପରିଟା। ନେ ପିଙ୍କା ଲଗା। କିଛି ଦେଇଥିବ ପରା ଯାତେରା ଦେଖା। ଦେଖିବୁଟିଲୋ ଟଭା, କାନେ ନା ଖୋସଣି ମ। ଅଣ୍ଡାଳି ପକାଇ ଟଭା ମୁହଁ ମୋଡ଼ିଦେଲା। ରଙ୍ଗ କହିଲା, ଆଲୋ ଓଳିଟାଏ ମ, ଦେଖୁନା। ଇଲୋ ପୁନି, ମୌନ ମୁହଁ ହେଇ ଫଳ ନାହିଁ। ଫଟା ପାଉଲାଟେ ତ ଫେରି ପାଇଲୁନି ନାହିଁ। ଆଉ କ'ଣ ହବ? ଏତେ ଡର କାହିଁକି ଲୋ? ହାଡ଼ିଆଣି ମଣିଷ, କିଏ ବାନ୍ଧିବ ନା ତଣ୍ଡିବ? ପରେଇକୁ କଥାକୁ ଯେ ଏତେ ପେଟ ଭୋକ ମୁହଁକୁ ଲାଜ। ଗରଜ ପଡ଼ିଛି ଯିବି କାହାକୁ ପଇସା ମାଗିବି? ହଇଲୋ, ମତେ କ'ଣ କରି ପାଇଲ କି? କ'ଣ କିରି? ରଙ୍ଗ ଟଭା ହସିଲେ। ଟଭା କୁତୁକୁତୁ କଲା। ନାଇଁ, ନଗା ନା ସେମିତି କହୁଛି। ମତେ ସେ ଛତରା କଥା ଗୁଡ଼ାକ ଭଲ ଲାଗେ ନାହିଁ। ଧାତେରି, ଟଭା କହିଲା। ପୁନି କାନ୍ଦୁଛି କିଲୋ? ଦେଖେ ଆଖି। ହେଇଲୋ ରଙ୍ଗ, କନ୍ଦେଇ ଦେଲୁ। କିଏ କ'ଣ କହିଲା କି? ପବନ ବାଜିଲେ କାନ୍ଦଣା, ମେହେନ୍ତ୍ରାଣୀ କାମ କରିବୁ କେମିତି ବା? ତୁଚ୍ଛାକୁ ଏମିତି ଛଳ ପଶିଯାଏ। ହଇଲୋ କାହିଁକି? ମଇଳା ପଣତରେ ପୁନି ମୁହଁ ପୋଛି ସାରିଥାଏ। କହିଲା, ଆରେ କିଏ କାନ୍ଦୁଛି ମ? ତମରି ମନ ହେଉଥିବ କାନ୍ଦିବାକୁ। ମୋର ଯାଉଛି। ତୁଟା ଏଡ଼େ ଅଲକ୍ଷଣୀ ବୋଲି ମୁଁ ଜାଣି ନାହିଁ। ମୁଁ କ'ଣ କହିଲି କି?
କହିଲି, ଛି ସେମିତି ଲଗାନା, ତୋ ତୁଣ୍ଡରେ ତ ବାଇଶ ନାହିଁ, କାହାକୁ କାହା ସଙ୍ଗେ ଯୋଡ଼ିଦେବୁ। ଯୋଡ଼ିଦେଲେ କ'ଣ ସତ ହୋଇଯାଉଛି ସତ ହୋଇଯିବ? ରଙ୍ଗ ବଡ଼ପାଟି କରି ହସି ଉଠିଲା। କହିଲା, ଓହୋ ସେଇଠି ଦରଜ ଅଛି ସେଇଆ କହ। ମନେ ମନେ କାଣିପିଠା ଖାଉଛି, ମଲୁ ନାହିଁ। ଟଭା ଆପତ୍ତି କଲା। ଫେର ଲଗେଇଲୁ? ଯିବ ତା ବୋଉ ଆଗରେ କହିବ ଯେ ଦବ ତୋ ଛାମୁ ଦାନ୍ତ ଝାଡ଼ି, ଜାଣିଥା। ଦୁଇଆଡ଼ କୋଠର ଛାତ ପଡ଼ିଶାପଣ ପାତି ଲଗା ମାଡ଼ି ଆସିଛି କତିକି କତି। ମଝିରେ ସରୁ ଗଳି ଧାର ଦ୍ୱାରା ହୋଇ ନର୍ଦ୍ଦମାର ପାଣି ବୋହୁଛି। ପୁନିର ମନ ଅନ୍ଧାର ଗହୀରି ଭିତରେ ଶୋଇ ରହିଥିଲା। କେଉଁ ବିକାର ଶୋଇ ବଢ଼ୁଥିଲା। ରଙ୍ଗର ନିର୍ଦ୍ଦୟ ଥଟ୍ଟା ତାକୁ କେଞ୍ଚି ଦେଇ ଉଠେଇ ଦେଇଛି। ଆପଣା ଭିତରେ ହଲର ହେଉଛି ସେଇଟା। ଗରମ ଦେହ, ଚଞ୍ଚଳ ବୁଡ଼ି ପଡ଼ିବାକୁ ମନ। ଭିତରେ ଅସମ୍ଭବ ବଣର ଅପବିତ୍ରତା, ପରାଜୟର ପାପ। ଉଛୁର ହେଲାଣି, ଯିବା ଚାଲ, ଟଭା କହିଲା। ଆଜି ସତରେ ପ୍ରଦର୍ଶନୀ ଦେଖି ଯିବା। ଆସିବୁଟି ପୁନି? କିଲୋ, କଥା କହୁନି ପୁନି, ସେମିତି ମୁହଁ ଗୁଙ୍ଗେଇ ଚାଲୁଛୁ କି ଭଲା? ଆଚ୍ଛା କହିଲୁ, ତୁ ଏମିତି ବୋଲି ମୁଁ କ'ଣ ଜାଣିଛି? ଆମର ତ ଦେହଯାକ ମଇଳା, ପୋକ ସାଲୁବାଲୁ, ତେବେ ଠିକ୍ ଗୋବର ପରି, ସବୁଥିକି ପବିତ୍ର। ତୁ ତୁଚ୍ଛା କଥାକୁ ହଟିଯିବୁ ବୋଲି କିଏ ଜାଣିବ କହିଲୁ? ରଙ୍ଗ ଗୋଳେଇ ପୋଳେଇ ହେଉଛି। ସାହିପାଖ ବାଟ, ବାବୁଘରମାନଙ୍କରେ ଖାଆପିଆ ବେଳ ଗଡ଼ିଲାଣି। ବାହାଦୁରିଆ ଅଇଁଠା ଗଦା ହେଲାଣି। ସେଠି ଭିକାରୀ ଓ ବୁଲା କୁକୁରଙ୍କ ଭିଡ଼। ଗଳିର ଦି ପାଖରୁ ରନ୍ଧାଘରର ବାସ୍ନା। ମେହେନ୍ତ୍ରାଣୀ କାମରୁ ଫେରୁଛନ୍ତି। ଏହି ମେହେନ୍ତ୍ରାଣୀ ଗାଧୁଆ ବେଳ ପୋଖରୀରୁ ଶବ୍ଦ ଉଠୁଛି। ପୁନି ମୁହଁ ଶୁଖାଇ ଘରକୁ ଫେରୁଛି। ସବୁଦିନେ ଏହି ଘର ବାହୁଡ଼ାଣୀ ବାଟ ତାକୁ ଭଲ ଲାଗିଥାଏ। ଝାଳୁଆ ଧୂଳିଆ ଦେହକୁ ଟୁବି ଗଡ଼ିଆର ପାଣି, ହଂସା ଉଡ଼ା ଭୋକକୁ ଫଟା କଂସାରେ ବାସି ପଖାଳ ଦିଟା ସହରରେ ହଜିଯାଇ ଘରକୁ ଫେରିଲା ବେଳେ ଘର ପରି ଲାଗେ। ଆଜି ବଇଁଶୀର ଫାଟ ଧରିଛି ସବୁ ବେସୁରା। ସାହିରେ ପଶିଲା ବେଳକୁ ଛୁଆଁ ତା ଲାଗିଛି। ସେଇ ପୁରୁଣା ସାହିର ଏ କି ହତଶ୍ରୀକ ରୂପ ଭେକ। ସବୁ ଅସନା ଅବର୍ଜା ଲାଗୁଛି। ଏ ତାର ଜନ୍ମର ପ୍ରାରବ୍ଧ ନୁହେଁ। ଚେଇଁ ଉଠି ମୁଣ୍ଡ ଟେକି ତଳକୁ ଚାହିଁ ଘୃଣା କରିବାକୁ ଚେତନାର ନୂଆ ପ୍ରବଣତା। ଭଙ୍ଗା ଚାଳ, ଛିଣ୍ଡା କନାର ସଂସାର। ଏ କୁତ୍ସିତ, ଏ ପାପ ଚଢ଼େଇର ବସା ତଳିତଳା। ଆପଣାର ବୋଲି ଗର୍ବ କରିବାକୁ କିଛି ନାହିଁ। ବାସ୍ତବ ବୋଲି ସ୍ୱୀକାର କରି ହେବ ନାହିଁ। ସଢ଼ି ପୋଛି ଦିନ ବିତାଇବା ଗୋଟାଏ ଦୁଃସ୍ୱପ୍ନ। ବଳାଗଣ୍ଠିଏ ପାଣି ଉପରେ କଳା ମେଘର ପୂର୍ଣ୍ଣତା ପଡ଼ିଲା ପରି ସେଇ ଛାଇଟା ମେଣ୍ଟେଇ ରହିଥାଏ ଅଘୋର ମାନମୟୀ। ଅଭିମାନ ଫୁଲି ଉଠିଥାଏ। ବାରମ୍ବାର ପ୍ରଶ୍ନ ଉଠେ, କାହିଁକି? କିଏ କରାର କରିଥିଲା ସେ କାହା ସଙ୍ଗେ? ପୁନି ଲେଉଟୁଛି। ଘର ଦାନ୍ତ ନିକୁଟି ଖତେଇ ହେଉଛି ଦୂରରୁ। ବିଦା ହେଲା ବେଳେ ରଙ୍ଗ କହିଲା, କ'ଣ ମୁଁ କହିଲି ଯେ କଥାକୁ କାନିରେ ଗଣ୍ଠି ପକାଇ ଧରୁଛୁ କହିଲୁ? ଦୁଇ ଟାଣୁଆ ବାହାରେ ଭିଡ଼ି ଧରିଛି ପୁନିର ବେକକୁ। କେତେ ବଳୁଆ ତାର ହାତ। ଅସନା ଝାଳ ସରସର ମଇଳା ଗନ୍ଧ। ଆଲୋ, ମୋ କଥାକୁ ଛଳ କରିବୁ ନାହିଁ? କ'ଣ ତୁ ଜାଣୁ? ନୂଆ ଡାହାଣୀ ପଦାକୁ ବାହାରିଛୁ, ତତେ ପାଠ ପଢ଼େଇବି, ଗୁଣିଗାରେଡ଼ି ବତେଇବି। ଜ୍ଞାନ ଦେଇ ମାଲୁଣୀ କଥା ଜାଣିନାହୁଁ? ଛାଡ଼, ମୁଁ ଯାଏ। ତୁ ଦୂର କଲେ କ'ଣ ମୁଁ ଛାଡ଼ୁଛି? ଆଜି ଉପରଓଳି ବାହାରିବୁ, ବୁଲିଯିବା। ହଉ। ଘରେ ପହଞ୍ଚି ବୋଉକୁ କହିଲା, ବୋଉ ମ, ହେଇ ଯୋଉ ବଡ଼ବାବୁ କୋଠା, ସେଠିକି ତୁ ଯିବୁ? ସେ କଟା ଚାକରାଣୀଟା। ଆଲୋ, କିଏ ତୋତେ କହୁଛି ସୋଗେଇ ତୋର ହେଇ କାମ କରି ଯିବାକୁ? ଆଲୋ ପୁନି, ମୋ ସାନକୁଆ ମାନ, ତୁ ଘରେ ଥା। ମଟର ଚଢ଼ି ଶୈଳେନ୍ଦ୍ରବାବୁଙ୍କ କୋଠାରେ ପହଞ୍ଚିଲା ବେଳକୁ ଅଘର ଦେଖିଲା ଲୋକେ ଅପେକ୍ଷା କରିଛନ୍ତି। ପଦାରେ ଗୋଟାଏ ବେଞ୍ଚ। ସେଥିରେ ଦୁଇ ବିପରୀତ ଦଳକୁ ପରସ୍ପରକୁ ଅଛିନା 4 ଜଣ କର୍ମୀ ବସିଛନ୍ତି। ମସିଆ ଲୁଗାପଟା ଶୁଖିଲା ନାହିଁ। ନା ପଡ଼େ ନାହିଁ ଗୋଟାଏ କଣରେ। ସେ ବେଞ୍ଚରେ ଏକାଠି ବସିଛନ୍ତି ଜଣେ ଅନ୍ତଲପେଟା ବ୍ୟବସାୟୀ। ସେ ସମ୍ପ୍ରଦାୟର ସେ ପ୍ରତ୍ୟେକ ପ୍ରକାର ଜଳବାୟୁ ଓ ଜନଗୋଷ୍ଠୀକୁ ଆପଣାର ବୋଲି ଭାବିପାରନ୍ତି। କରଛଡ଼ା ଦେଇ ପିଣ୍ଡାଦାଢ଼ରେ ଟହଲ ମାରୁଛନ୍ତି ଜଣେ ହୃଷ୍ଟପୃଷ୍ଟ ଜମିଦାର ଭଦ୍ରଲୋକ। ପୁରୁଣା ସିଲ୍କ କାମିଜ, ପୁରୁଣା ଜୋତାରେ ତେଲ ଚକଚକ ଯହିରୁ ଜଣାପଡ଼େ, ପ୍ରଜାମାନେ ସହଜରେ ଖଜଣା ଦିଅନ୍ତି ନାହିଁ। ବାଡ଼ି ନିଶ, ବଡ଼ ରୂପା, ପାନ ଡିବା, ଆସନ ଅଭାବ ଓ ଦର୍ଶନ ଡେରି ହେତୁ ବିରକ୍ତ ଦର୍ପ ତାଙ୍କର ଭିକର ସୂଚନା। ଫାଟକ ପାଖେ ସାଇକେଲ ଧରି ଜଣେ ଆସ୍ଥାୟୀ ଛାତ୍ର। ଶୈଳେନ୍ଦ୍ରବାବୁଙ୍କ ଆନୁକୂଲ୍ୟରେ ବିଲାତ ଯିବାର ଆଶା ପୋଷି ଆଖିରେ ସାମୁଦ୍ରିକ ଚାହାଣୀ। ପ୍ରତୀକ୍ଷାରେ ଅଛନ୍ତି। ବିରୋଧୀ ସ୍ୱତ୍ୱମାନଙ୍କର ଉଜ୍ଜୀଭୂତପୂର୍ବ ମତ୍ସ୍ୟର ଏକକୀକରଣ, ବଡ଼ ଘରର ବଡ଼ ଫାଟକର ବିଶିଷ୍ଟତା।
ମଟର ଶବ୍ଦ ଶୁଣି ଚାକର ଆସିଲା। ଏକାଥରକେ ସମସ୍ତିଙ୍କର କଳରବ। ଛାତ୍ର ତାଙ୍କର ନାଁ ଦେଖା ହୋଇଥିବା କାଗଜ ଟିକିଏ ଆଗେଇ ଧଇଲା। ଜମିଦାର କହିଲେ, ମଉସା ଅଛନ୍ତି? କର୍ମୀ ଚାରିଜଣ ଠିଆ ହୋଇପଡ଼ି ଚାକରଟିକୁ ଦୁଇ ବିପରୀତ ଦିଗକୁ ହାତ ଠାରି ଡାକି ପାଟି କଲେ। ହୋ, ୟାଡ଼େ ଆସମ, ଶୁଣିଯା ଟିକିଏ। ଅଇଲ? ବ୍ୟବସାୟୀ ଭଦ୍ରଲୋକ ଅଳ୍ପ ହସି ପକେଟରେ ହାତ ପୂରେଇଲେ, ଆଖି ମିଟିକା ମାରି ଚାକର ଆଡ଼କୁ ମୁହଁ ଚାଲିଲେ। ଅଘରବାବୁଙ୍କୁ ଦେଖି ସମସ୍ତଙ୍କୁ ଉଦ୍ଦେଶ୍ୟ କରି ଚାକର କହିଲା, ଆପଣମାନେ ଆଉ କେତେବେଳେ ଆସିବେ? ବାବୁ ତ ନାହାନ୍ତି। ହତାଶ ଦୃଷ୍ଟିରେ ଦାଣ୍ଡ ଘରକୁ ଶଙ୍ଖୋଳି ନେଇ ଉପାଧିଆ ପଡ଼ିଥିବା ବେଳ ଲୋକ ବାହାରି ଚାଲିଗଲେ। ଅଘରବାବୁ ଭିତରକୁ ପଶିଲେ। ଆଗେ ଆଗେ ଚାକର ଧାଇଁ ପଳେଇଲା। ହସି ହସି ଦୁମ୍ ଦୁମ୍ ଖସ୍ ଖସ୍ ହୋଇ ଗଇଁସଇଁ ହୋଇ କଥା କହି ନିରୁପମା ଆସୁଛି। ସତରେ? କାହାନ୍ତି ମ? ଅଭ୍ୟାସ ଯୋଗୁଁ ବାହାରି ଚାଲି ଆସିଲା ନିରୁପମା। ସେମିତି ଯେହଯାକ ଢେଉ ଖେଳୁଛି। ତୁଣ୍ଡଠୁ ବେଶୀ କଥା କହୁଛି ତାର ଭଙ୍ଗୀ, ତାର ଚାହାଣୀ। ପିତରେ ପିଣ୍ଡାରେ ଭେଟାଭେଟି। କହିଲା, ଆପଣ? ଅଟକିଗଲା। ଆଉ କହିପାରିଲା ନାହିଁ। ନିରୁପମାର ହସ ଥରିଲା ଥରିଲା ଝୁଲିଲା ଓଠରେ ଧୀରେ ଧୀରେ ମିଳେଇଗଲା। ଦୃଷ୍ଟିରେ କେଉଁ ଦୂରର ଛଇ ବିକଳ ଅଭିମାନର ଦୋଷଦିଆ ଚାହାଣୀ। କିଳି ନେଉଛି, ଓଟାରି ଆଣୁଛି ପରସ୍ତ ପରସ୍ତ ଘୋଡ଼ଣୀ ତଳୁ। ମୁହାଁମୁହିଁ ଧରୁଛି, ଛାଡ଼ି ହେଉ ନାହିଁ। ନିଶ୍ଚଳ ହୋଇ ନିରେଖା ନିରିଖି। ହଜିଲା ବେଳ ଲେଉଟି ଆସିଲା। ଅଘର ଆତ୍ମସମର୍ପଣ କଲା। ଆରେ, ସେମିତି କାହିଁକି ଅନେଇଛନ୍ତି ମ? ଆସନ୍ତୁ। ନିରୁପମା କହିଲା। ମନ୍ତ୍ରର ଘୋର ଅବେଶ ଭାଙ୍ଗିଗଲା। ମୁହଁ ବୁଲେଇ ନେଇ ଆଉ ଥରେ ଦେଖିଲା ବେଳକୁ ପାଖର ପ୍ରତିମା ସେହିପରି ଠିଆ ହୋଇଛି। ମଣିଷଟା ଚାଲିଯାଉଛି କେଉଁ ଦୂରରେ ହେଲାଣି। ଅଘରର ଶୁଖିଲା ହସ, ଅଛିଣ୍ଡା ହସ, ଫୁଲ ନୁହେଁ ପଥର। ବାଃ, ବେଶ୍ ଦିଶୁଛି। ନିରୁ, ଆଜି ସବୁଯାକ ଅଳଙ୍କାର ପିନ୍ଧିଛ ଯେ, କୁଆଡ଼େ ଯିବ କି? କିଏ କେମିତି ଫଗୁ ବୋଳି ଦେଇଛି। ଦେହ ମୋଡ଼ି ମୋଡ଼ି ମୁହଁ ତଳକୁ ପୋତି ନିରୁପମା କହିଲା, ଆରେ, ଆପଣ ଭାରି? କ'ଣ ଭାରି? ଭଲ ହେଇଛି, ଅଭ୍ୟାସ କରିବା ଦରକାର। ବେକତଳର କାନିକୁ ଚୋବେଇ ପକାଉଛି। ମୁଣ୍ଡରେ ତାର ସୁନାର ତାର ଜାଲ। କାନର ମୋତି ଝୁଲୁଛି ସେହି ନିରୁପମା। ଅଘର ଦୀର୍ଘଶ୍ୱାସ ଓଟାରୁ ଓଟାରୁ ପଛଆଡ଼ୁ ସ୍ନେହ ସମ୍ବୋଧନ। ବାବା ଅଘର, ଏତେ ଦିନକେ? ବାଟ ମିଳିଲା ଚଞ୍ଚଳ ଅଣ୍ଟାଠୁ ତଳକୁ କାମୁଡ଼ିଲା ହୋଇ ନମସ୍କାର। ବୁଢ଼ାଟିଏ ହୋଇଥା ବାବା। ବୋଉ କ'ଣ କରୁଛି? ସବୁ ସହଜ ହୋଇଗଲା। ଚିହ୍ନା ପୃଥିବୀ। ପ୍ରତି କଥା ନିଜର ପୁରୁଣା ସ୍ଥାନରେ ନିରୁପମା କହିଲା, ମାନିକୁ ଆଣିଲେ ନାହିଁ? ବୋଉ କହିଲା, ଭାଇକୁ ଘରକୁ ନେଇଯା ଲୋ ନିରୁ। ଚା' ଆଣିଦେ। ପାନଡାଲାଟା ଆଣିଦେଲୁ। ପୂଜାରୀ, ନିରୁମା ଦଣ୍ଡବତ ହେଇନୁ? ଆଶୀର୍ବାଦ କର ଅଘର, ନିରୁ ମୋର ସୁଖରେ ଥାଉ। ସାମ୍ନାଠାରେ ଅଜାଡ଼ି ହେଲା ପରି ରହିଛି ନିରୁପମା। ତାର ଦେହଲତା ଅଘରର ପାଦତଳେ ଲୋଟୁଛି। ଅଘର ତଳକୁ ଚାହୁଁଛି, ଉପରକୁ ଚାହୁଁଛି। ଶୂନ୍ୟରେ ହାତ ଚାପୁଡ଼େଇ ଉପରକୁ ମୁହଁ ଟେକି ଡୋଳା ବୁଲେଇ ବୁଲେଇ ଗଦ୍ଗଦ୍ ସ୍ୱରରେ କହିଲା, ସୁଖରେ ରହ। ତାପରେ ଅଳ୍ପ ହସି ଆପେ କହି ହୋଇଗଲା, କାଚବୋଚ ହୋ। ଚଞ୍ଚଳ ଉଠିପଡ଼ିଲା ନିରୁପମା। ଥମ ଥମ ମୁହଁରେ ଚଳଚଳ ଆଖି କହିଲା, ଥାଉ ଥାଉ, ଆପଣଙ୍କ ଆଶୀର୍ବାଦ ଆଉ ଦରକାର ନାହିଁ। ଛି, ସେମିତି କହନ୍ତି ନାହିଁ ଝିଅ, ମା କହିଲେ। ନିରୁପମା କୋଠରୀ ଭିତରକୁ ପଶିଗଲା। ପଛେ ପଛେ ଅଘର। ତାପରେ ଅଘର କହିଲା। ସହଜ ହୋଇ ଆସିଲାଣି ନିରୁପମାର ଭଙ୍ଗୀ। ସେଥିରେ ଆଉ ଉଚ୍ଛ୍ୱାସ ନାହିଁ। ଆପଣା ଗୁମ୍ଫା ଭିତରେ ବନ୍ୟଜନ୍ତୁ ପରି ନିଜ ବଳ ଉପରେ ପୂର୍ଣ୍ଣ ଭରସା। ତରତର ହେବାକୁ ଗରଜ ନାହିଁ। ସେମିତି ତାର ଖଟଦାଢ଼ରେ ବସି ଅନେଇ ରହିଛି। ନରମ ଗଦି ପିଠିଆଡ଼େ ଅନ୍ଧାର ଆଶ୍ରୟ। ତୁନି ହୋଇ ଝକଝକ ହସି ଦେଉଛି ବିଜୁଳି ପରି। ତୁନି ହୋଇ ଅଘର ଚାହିଁଛି ନିରୁପମା ଖେଳେଇବ। ଦୟା କରିବ ନାହିଁ ଏତେ ଟିକିଏ। ଛାତି ଦମ୍ ଦମ୍। କିନ୍ତୁ ନିରୁପମା କହିଲା, ବଡ଼ ସଭା ହେଉଛି ବୋଲିଲେ ଗଲେ ନାହିଁ ଆପଣ? ବାପା ଯାଇଛନ୍ତି। କୁଆଡ଼େ କେଉଁଠିକି ଅଘର ଭାବିଲା। କହିଲା, ଆଉ ତୁମେ ସବୁ? ଆମେ ପ୍ରଦର୍ଶନୀ ଦେଖିଯିବୁ। ଓ, ଅଘର ଭୁସ୍ କରି ଉଠିପଡ଼ିଲା। ନିରୁପମା ହସୁଛି। ଅଭାବ ଅବଶୋଷ ଅସ୍ୱୀକାର କରୁଛି ସେ ନିରୁପମା ନୁହେଁ, ଲମ୍ବା ବାଟକରେ ଗୋଟାଏ ମାଇଲ ପଥର। ବାଟ ମନେପଡ଼େ ଆଉ କିଛି ନାହିଁ। ଆରେ ଆରେ, ଚା' ଖାଇଲେ ନାହିଁ? ପାନ ନେଲେ ନାହିଁ? ଉଠିପଡ଼ିଲେ ଏଁ? ଛଳେଇଲେ ପରି ହର୍ଷ ଚିତ୍କାର। ତାଳି ମାରି ପକେଇଲା ପଳେଇଲା ପାଟିକଲା ପରି। ଅଘର ବୁଲି ପଡ଼ିଲେ। ତଳକୁ ଚାହିଁ କହିଲା, ଆଜି ଥାଉ, ବାହାଘର ଭୋଜି ଅଛି ତ? ନିରୁପମା ଧୀରେ ଧୀରେ ବାହାରି ଆସିଲା। ଅଘର ନାହିଁ। କାହିଁକି ସେ ଆପଣଙ୍କୁ କଷ୍ଟ ଦେବାକୁ ଚାହେଁ ସେ ଜାଣେ ନାହିଁ। ତେଲ ବାମ୍ଫ ପାଖେ ଉଦୁମୃଦା ହୋଇ ବସି ରହିଲାଠୁ ଉଠି ଚାଲି ଆସିଛି।
ତଥାପି କେଉଁଠି ଅଭାବ ଗହୀର ମନ ମୋଡ଼ ମୋଳାଉଛି। ତରତର ହୋଇ ଗାଡ଼ି ଚଲାଇ ଅଗର ପହଞ୍ଚିଲା ବଡ଼ ସଭା ପାଖେ। ବହୁତ ଲୋକ। ଶୈଳେନ୍ଦ୍ରବାବୁ ପିଢ଼ି ଉପରେ ଚଢ଼ି ବକ୍ତୃତା ଦେବାକୁ ଘନ ଘନ କରତାଳି ଶୁଭାଯାଉଛି। ନିରୁପମାର ଭାବିବର ସଦାନନ୍ଦ ବି ବସିଛି। ଅଘର ଲକ୍ଷ୍ୟ ବାଛି ନେଲେ। ଜ୍ୱାଳାମୟୀ ବକ୍ତୃତା, ଗରିବର ଦାବୀ, ମଜୁରିଆର ସ୍ୱାର୍ଥ, ଅଛବର ସ୍ୱର୍ଗ। ଆଶା ଘୋଟି ରହିଛି। ଭାଷର କୁହୁକରେ ବୋଲି ଅପନ୍ତରା ମଲ୍ଲିଫୁଲ ପରି ଫୁଟି ଉଠୁଛି ଭାତର କୋଟି କୋଟି ଦାନା। ଯାଦୁକର ପିଢ଼ି ଉପରୁ ମନ୍ତ୍ର ପଡ଼ୁଛି। ଆମ୍ବ ଟାକୁଆ ପୋତି ଦେଉଛି, ଗଛ ହେଉଛି, ବଉଳୁଛି, ଚଣା ଫୁଟୁଛି, ଆମ୍ବ ପାଚି ଝୁଲୁଛି ପେନ୍ଥି ପେନ୍ଥି ହୋଇ। ବଡ଼ ସହର ବଡ଼ ବକ୍ତୃତା ଶୁଣୁଛି। ବଗ ପରି ବେକକୁ ଆଗକୁ ଓଟାରି ଖଞ୍ଜି ହୋଇ ରହିଛି ପାଖକୁ ମୁଣ୍ଡମାଳିଆ। ତେଲିଆ, ନୁଖୁରା, ଅଧିକାଂଶ ନୁଖୁରା। ଆଖିରେ ନିଆଁ ଜଳୁଛି ଦାଉ ଦାଉ। ଶୁଣୁଛ ସଦାନନ୍ଦ? ଏଁ, ଭଲ ଲାଗୁଛି ନା? ସଦାନନ୍ଦ ମେଣ୍ଢାଳିଆ ହସ। ଯେତେ ଖାତକଙ୍କିକ ମହାଜନୀ ଟଙ୍କା ତୁମର ବାକି ଅଛି ତାକୁ ଖାତାରୁ କାଟିଦେବାକୁ ପଡ଼ିବ। ତାପରେ ଖଜଣା ଛାଡ଼, ଫଟା ପାହୁଲା ନାହିଁ। ତାପରେ ଜମିତମ ବାଣ୍ଟି ଦେବାକୁ ପଡ଼ିବ ପ୍ରକୃତ ଚାଷୀମାନଙ୍କୁ। ଗାଈତକ ଦେଇଦେବାକୁ ପଡ଼ିବ ଏ ଚରାଏ ତାକୁ। କେବେଠୁଁ ଆରମ୍ଭ କରିବ କହିଲୁ? ସଦାନନ୍ଦ ସିଗାରେଟ କେସ୍ ଖୋଲି ଦେଖାଇଲା। ଆରେ ହସୁଛ କ'ଣ? ମୁଁ କ'ଣ କହୁଛି ତୁମ ଶ୍ୱଶୁର କହୁଛନ୍ତି ନା ଆଗ ତୁମରି ଉପରେ ମାଡ଼। ସଦାନନ୍ଦ ହସି ହସି କହିଲା, ଆଉ ତୁମେ? ଭାଷଣରେ ସର୍ବହରା ପୁରବୀର ଝଙ୍କାର। ମୁହଁ ଫାଟି ଆସିଲାଣି ଆଖିରେ ମେଘ। ଶୈଳେନ୍ଦ୍ରବାବୁ କାନ୍ଦି ପକାଇବେ ଏଥର। ସଦାନନ୍ଦ ଆତ୍ମବିସ୍ମୃତ ହେଲା। ଦରପୋଡ଼ା ସିଗାରେଟଟାକୁ ଜୋରରେ ଜୋତା ତଳେ ମାଡ଼ି ଦଳି ଦେଇ ଅଘର ବାହାରି ଚାଲି ଆସିଲେ। ଏହି ତା'ର ଶ୍ରେଣୀ, ତା'ର ସମାଜ, ଦୁନିଆର 10 ଜଣଙ୍କ ମୁଣ୍ଡ ଉପରେ। ସେ ଉପରେ ଚିରନ୍ତନ ହୋଇ ବିରାଜି ଆସିଛି ତାଙ୍କର ମୋଟା ଧନ ଦୌଲତର ଗାଦି। ପ୍ରଳୟ ହେଲେ ତାଙ୍କର ପାଇକି ଥିବ ଶିମିଳି ଗଛର ଡଙ୍ଗା, ଯୁଦ୍ଧ ହେଲେ ତାଙ୍କରି ଆତ୍ମରକ୍ଷା ପାଇଁ, ପଳାୟନ ପାଇଁ ମଟର ଗାଡ଼ି ଥିବ, ପେଟ୍ରୋଲ ବି ଥିବ। ଶାନ୍ତି ବେଳେ ସେ ଅଧିନାୟକ। ଧର୍ମରେ ଯାଚକ, ଶାସନରେ ରାଜା, ଯୁଦ୍ଧରେ ସେନାପତି, ବିପ୍ଳବରେ ନେତା, ଚାଷୀ ମେଳାରେ ଜମିଦାର, ଗାଈ ଗୋଠରେ ଷଣ୍ଢ। ଜୀବନର ବାଜି ଖେଳରେ ଗୋଟାଏ ସର୍ତ୍ତ କେବଳ। ମୁଣ୍ଡପଟ ଉପରକୁ ରହିଲେ ସେମାନେ ଜିତିବେ, ଲାଞ୍ଜପଟ ଉପରକୁ ହେଲେ ଶତ୍ରୁର ପରାଜୟ। ସୁଦୃଢ଼, ସୁସ୍ଥ, ନିରାପଦ ସବୁଦିନେ। ଶୈଳେନ୍ଦ୍ରବାବୁ ବକ୍ତୃତା ଦେଉଛନ୍ତି। ଅଗର ବାହାରି ଚାଲି ଆସିଲା। ମୁହୂର୍ତ୍ତକେ ଅନ୍ତର୍ଦୃଷ୍ଟି ଆଣିଦେଲା ଘୃଣା। ଦୈର୍ଘ୍ୟ, ପ୍ରସ୍ଥ, ସ୍ଥୂଳତା, ବିସ୍ତୃତି। ତା'ର ମୂଳଦୁଆର ତଳେ ତଳେ ବେଶ୍ୟାପଣ। ଘୃଣା ଲାଗୁଛି, ଅଛୁଆଁ ଲାଗୁଛି। କିନ୍ତୁ ସେ ତର୍କର କଥା। ସିଗାରେଟ ଧୂଆଁ ସଙ୍ଗେ ସଙ୍ଗେ ପବନରେ ମିଶି ହଜିଯାଏ। ମଟର ଛକ୍ ଛକ୍ କରୁଛି। ଏହାପରେ ପ୍ରଦର୍ଶନୀ। ଧୂଳି ଉଡ଼ାଇ ରାସ୍ତାରେ ଗଲାବେଳେ ବାରି ହୋଇପଡ଼େ ଅବିନାଶଙ୍କ ପୁଅ ଅଘର। ରକ୍ତରେ ବଂଶର ଗୁଣ କାଟି ହୁଏ ନାହିଁ। ବିଶାଳ ପ୍ରଦର୍ଶନୀ ପଡ଼ିଛି। ଗୋଟାଏ ସହର ସେ ନିଜେ। କୁବେର କ୍ଷେତ୍ର, ଆଲୁଅ, ବାଜା, ଗହଳି, ସୁଅ ପରି ମଣିଷ। ମଟର ରଖିଦେଇ ଅଘର ବୁଲି ବୁଲି ଦେଖି ଚାଲିଲା ଧାଡ଼ି ଧାଡ଼ିକା ସଜା ବଖୋରିରେ ଜାତି ଜାତି ଜିନିଷ ଦେଶର ସମ୍ଭାର ଖଞ୍ଜା ହୋଇ ଥୁଆ ହୋଇଛି। ସହର ଉଠି ଆସିଛି ଜାତି ଜାତି ମଣିଷଙ୍କ ପ୍ରଦର୍ଶନୀ, ଜାତି ଜାତି ଗୁଣର। ସହରର ଆତ୍ମା କିଲିବିଲି ହେଉଛି। ଖଣ୍ଡେ କଞ୍ଚା ମାଂସ ପରି ପଡ଼ି ରହିଛି ସ୍ଥଳୀ। ପୋକ ଭୁରୁ ଭୁରୁ ହେଉଛନ୍ତି। ଅଘର ବୋଲି ଲାଗିଥାଏ। ଆରେ ଆରେ ଭାଇ, ମାନମୟୀ, ବିଷ୍ଣୁ, ନିରୁପମା, ତା ବୋଉ ସମସ୍ତେ ଏକାଠି। ମଟର ନେଇ ଚାଲି ଆସିଲ। ଭାବିଥିଲ ଆମେ ଆସିପାରିବୁ ନାହିଁ, ତୁମେ ଏକୁଟିଆ ଦେଖିବ, ନୁହେଁ? ମାନମୟୀ ନିରୁପମାକୁ କୁଣ୍ଢେଇ ଧରିଛି। ନିରୁପମା ହାତ ତା'ର କାନ୍ଧରେ। ମାନମୟୀ କହୁଥାଏ, କେଡ଼େ ସ୍ୱାର୍ଥପର ହେଁ। ନିରୁପମା ସୁଖରେ ହସୁଛି, ଗ୍ଳାନି ନାହିଁ। ଅଘର ଚଞ୍ଚଳ ଯାଇ ପୁଳାଏ ଦାମୀ ଚକୋଲେଟ କିଣି ଆଣିଲା। ଚଷମା ପିନ୍ଧା, ଜୋତା ମାଡ଼ି ବେଶି ଲମ୍ବେଇ ବିଷ୍ଣୁ ଠିଆ ହୋଇଛି। କହିଲା, ଆପଣ ଆଗ। ଓଃ, ଧନ୍ୟବାଦ। ବିଷ୍ଣୁ କଳ ବୁଲେଇଲା। ମାନମୟୀ କହିଲା, ଓଃ, ଭାଇଙ୍କର ଯେଉଁ ବାତ୍ସଲ୍ୟପଣ। ଭାରି ଦାମୀ ଜିନିଷ ଗୁଡ଼ାକ ନା? ନିରୁପମା ଆଗରେ ଆଞ୍ଜୁଳି ଧରି ଅଘର ଠିଆ ହୋଇଛି। ମାନମୟୀ ଥଟ୍ଟା କରୁଛି। ନିରୁପମାର ମୁହଁରେ ପ୍ରସନ୍ନ ହସ। ଅଘର କାନ୍ଧବାତେ ଦୃଷ୍ଟି ଲମ୍ବି ରହିଛି ଅନ୍ୟ କେଉଁଆଡ଼େ। ଅଘର କହିଲା, ତୋର ଦରକାର ନେ, ଆସିପାରେ ମାନେ। ତା ବୋଲି ଅନ୍ୟମାନେ ଥାଇପାରନ୍ତି ଯାହାକୁ ଏ ଅମୂଲ୍ୟ। ପିଠି ବୁଲେଇ ନିରୁପମା 2 ପାଉଣ୍ଡ ଘୁଞ୍ଚିଗଲା। ସମସ୍ତେ ବୁଲି ପଡ଼ିଲେ। ତେଣୁ ସୁରବାବୁ, ଅଜୟବାବୁ, ଇନ୍ଦ୍ରଜିତ୍ ବାବୁ ଆସୁଛନ୍ତି। ଅଜୟବାବୁଙ୍କ ହାତରେ 2 ପଟ ରେଶମୀ ଜୋତା, କାରୁକାର୍ଯ୍ୟ ମଣ୍ଡିତ। ସୁରବାବୁ ମେଞ୍ଚାଏ ଛବିବୁଣା ସିଲ୍କ ଧରିଛନ୍ତି। ଇନ୍ଦ୍ରଜିତ୍ କିଛି ନୂଆ ପ୍ରକାର ହାତରେ ପିନ୍ଧିବା କାଚ।
ଦେଖେଁ ଜୋତା। ମାନମୟୀ ଦୃଷ୍ଟି ଚାହାଣି। ଅଜୟ ବାବୁ ନଇଁ ପଡ଼ିଛନ୍ତି। ମାନମୟୀର ମୁହଁ ସାମ୍ନାରେ ଇନ୍ଦ୍ରଜିତ୍ ନୂଆ କାଚର ବୁଲେଇ ବୁଲେଇ ଦେଖାଉଛନ୍ତି। ସୁରବାବୁ ଖୋଲି ଦେଉଛନ୍ତି ତାଙ୍କର ଛବି ବୁଣା ସିଲ୍କ। ଭରସା ଦେଇ କହୁଛନ୍ତି ବ୍ଲାଉଜକୁ ବେଶ୍ ହେବ। ନିରୁପମା ଆଡ଼େଇ ହୋଇଗଲାଣି ମା ପାଖକୁ। ବିଷ୍ଣୁ ଚଷମା ଆଢ଼ୁଆଳରୁ ତାର ଶିକ୍ଷିତ ରୁଚି ଦ୍ୱାରା ପ୍ରତ୍ୟେକ ଜିନିଷ ପରୀକ୍ଷା କରୁଛି। ଜୋତା ଯୋଡ଼ାକ ବଡ଼ ହେଲା ଅଜୟ ବାବୁ, ଚଳିବ ନାହିଁ। ମାନମୟୀ କହିଲା। ଆଃ, ନିତାନ୍ତ ଭେଷରା ହେଇଛି। ସୁରବାବୁ କହିଲେ। କ'ଣ କହିଲେ? ବ୍ଲାଉଜ ପାଇଁ ଏ କନା? ବିଷ୍ଣୁ ମୁଣ୍ଡ ହଲାଉଛି। ଦେଖେ ଆପଣଙ୍କ କାଚ। ଓଃ, ଭାରି କସ୍ ହବ। ହେଇ ଦେଖନ୍ତୁ, ଫୋଡ଼ି ହେଇଯାଉଛି। ନିରୁପମାର ପିଠି ଦିଶୁଛି। ଅଘୋର ଚାଲି ଆସିଲା। ଆର 3 ଜଣ ବନ୍ଧୁ ଆପଣାର ଭୁଲ ବୁଝିପାରି ନୂଆ ଉଦ୍ୟମ କରିବାକୁ ତିନି ବାଟେ ଚାଲିଛନ୍ତି ଭାରି ଚଞ୍ଚଳ। ଛୋଟିଆ ହୋଇ ଦଳେ ସ୍ତ୍ରୀଲୋକ କଲେ। ଛିଟ ଶାଢ଼ି, ରଙ୍ଗ ଲୁଗା, ମୁଣ୍ଡରେ ମୁହଁରେ ଚିକି ଚିକି ତେଲ। ଏଠିକି ଟିକିଏ ଠିଆ ହେବା ମ, ରଙ୍ଗ କହୁଛି। ଦେଖିଲୁ କେଡ଼େ ସୁନ୍ଦର ସଜେଇଛନ୍ତି। ଚାହିଁ ଚାହିଁ ଯାଉଛନ୍ତି। ଦୂରଛଡ଼ା ହୋଇ ମୋହିଲେଣି ତୋଟା ଆଡ଼କୁ। ହାତ ଦେଖାଇ କିଏ କ'ଣ କହୁଛି, ଆଉ ଜଣେ ହସୁଛି। ବଙ୍କା ଡୋଳାରେ ଡବ ଡବ ଅନେଇ ଠିଆ ହୋଇଛି ପୁନି। ସଞ୍ଜ ଆସୁଛି। ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ହରିଜନ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସର ଅବଶିଷ୍ଟ ଭାଗଗୁଡ଼ିକ ଆମେ ଶୁଣିବା। ରହିଲି, ନମସ୍କାର।